ଜଣେ ରାଜା ଥିଲେ। ନିଜର ରୂପ, ଧନ ଓ ପ୍ରତିପତ୍ତିକୁ ନେଇ ତାଙ୍କ ମନରେ ଥିଲା ବହୁତ ଗର୍ବ। ଥରେ ପହଞ୍ଚିଲେ ଜଣେ ସନ୍ନ୍ୟାସୀ। ସନ୍ନ୍ୟାସୀ କହିଲେ, ସତରେ ମଣିମା, ଆପଣଙ୍କ ପ୍ରସାଦ ଭଳି ସୁନ୍ଦର ପ୍ରସାଦ ମୁଁ ଆଉ କେଉଁଠାରେ ଦେଖି ନାହିଁ। ରାଜା ଉତ୍ଫୁଲ୍ଲିତ ହୋଇଗଲେ। ସନ୍ନ୍ୟାସୀ ପୁଣି କହିଲେ, ମଣିମା, ଆପଣଙ୍କ ରୂପର ପଟାନ୍ତର ନାହିଁ। କାର୍ତ୍ତିକେୟଙ୍କ ରୂପ ଆପଣଙ୍କ ଆଗରେ ମଳିନ ପଡ଼ିଯିବ। ଏହା ଶୁଣି ରାଜା ଗଦଗଦ ହୋଇ କହିଲେ, କି ଅଛରେ ସନ୍ନ୍ୟାସୀଙ୍କ ମୁଣି ଧନରତ୍ନରେ ଭରିଦିଅ। ସନ୍ନ୍ୟାସୀ ହସି ହସି କହିଲେ, ମଣିମା, ମୁଁ ହେଲି ସନ୍ନ୍ୟାସୀ, ମୋର କିଛି ଲୋଡ଼ା ନାହିଁ। ଦ୍ୱିପହରରେ ସନ୍ନ୍ୟାସୀଙ୍କୁ ନେଇ ରାଜା ଉଦ୍ୟାନକୁ ବୁଲି ବାହାରିଲେ। ବୁଲିଲା ବେଳେ ସନ୍ନ୍ୟାସୀ କହିଲେ, ଚମତ୍କାର ବଗିଚା, ସ୍ୱର୍ଗର ନନ୍ଦନକାନନ ବି ଏହାର ସୌନ୍ଦର୍ଯ୍ୟ ଆଗରେ ଊଣା ପଡ଼ିଯିବ। ରାଜାଙ୍କୁ ଲାଗିଲା ସେ ଯେମିତି ଗର୍ବରେ ଫାଟି ପଡ଼ିବେ। ସନ୍ଧ୍ୟା ସୁଦ୍ଧା ସନ୍ନ୍ୟାସୀ ରାଜାଙ୍କ ମୁକୁଟଠାରୁ ଆରମ୍ଭ କରି ତାଙ୍କ ଜରିଲଗା ପୋଷାକ, ପାଦର ହୀରା ଖଚିତ ଜୋତା ପର୍ଯ୍ୟନ୍ତ ସବୁକିଛିର ପ୍ରଶଂସା କରିସାରିଥିଲେ। ବେଳ ବୁଡ଼ିଯିବା ପରେ ସନ୍ନ୍ୟାସୀ ରାଜାଙ୍କଠାରୁ ମେଲାଣି ମାଗିଲେ ଓ କହିଲେ, ଆପଣଙ୍କ ସବୁ ଭଲ, ଭିତରେ କେଁଟିଏ ରହିଯାଇଛି ଆଉ। ରାଜା ଉଦ୍ବିଗ୍ନ ହୋଇପଡ଼ିଲେ। ସନ୍ନ୍ୟାସୀ କହିଲେ, ଏଇ ଦିନକ ଭିତରେ ମୁଁ ଯାହା ଦେଖିଲି, ଆପଣଙ୍କ ଆଚରଣ ଅତି କଦର୍ଯ୍ୟ, ଆପଣଙ୍କ ମନ ଅତି ଛୋଟ। କେବଳ ଏତିକିରେ ରାଜା ପ୍ରଥମେ ଅପ୍ରସ୍ତୁତ, କିନ୍ତୁ ପରେ ପରେ ରାଗି ପଞ୍ଚମ ହୋଇଗଲେ। ସେ କହିଲେ, ସାବଧାନ, ଆପଣ ଜାଣୁଛନ୍ତି ତ କାହା ସହିତ କଥା ହେଉଛନ୍ତି? ସନ୍ନ୍ୟାସୀ କହିଲେ, ଜାଣୁଛି। ଏବେ କାରଣଟି ଶୁଣନ୍ତୁ। ଯେଉଁ ସବୁ କିଛି ପାଇଁ ମୁଁ ଆପଣଙ୍କ ପ୍ରଶଂସା କରୁଥିଲି, ସେସବୁରେ ଆପଣଙ୍କର ଅବଦାନ କିଛି ନାହିଁ। ଯାହା ଆପଣ ନିଜେ ଗଢ଼ିଛନ୍ତି ତାହା ଆପଣଙ୍କ ବ୍ୟବହାର ବା ଆଚରଣ, ତାହା ଆପଣଙ୍କ ରୂପ ଭଳି ଜମା ନୁହଁ। ତାକୁ ସୁଧାରିଲେ ଆପଣ ସବୁ ଦିଗରୁ ସୁନ୍ଦର ହୋଇପାରିବେ। ଏହା କହି ସାଧୁ ସେଠାରୁ ଝଡ଼ ବେଗରେ ଚାଲିଗଲେ। ସାଧୁଙ୍କ କଥା ଶୁଣି ରାଜାଙ୍କ ମନରେ ବହୁତ ପରିବର୍ତ୍ତନ ଆସିଲା। ସେ ନିଜ ମନରେ ଭର୍ତ୍ତି ରହିଥିବା ଗର୍ବ, ଅହଙ୍କାରକୁ ସବୁ ଛାଡ଼ିଦେଇ ଭଲ ରାଜା ରୂପେ ଦେଶ ପରିଚାଳନା କଲେ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।